ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଇବା ହେଲା କାଳ, ଚାଲିଗଲା ଜୀବନ। ଗୁଲୁଗୁଲା ଖାଇବା ବେଳେ ତଣ୍ଟିରେ ଗୁଲୁଗୁଲା ଅଟକି ଯିବାରୁ ଅଣନିଶ୍ୱାସୀ ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଗୁଲୁଗୁଲା ଖାଉ ଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବା ସହିତ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମରଡ଼ା ବ୍ଲକ ତଥା ବେତନଟୀ ଥାନା ବଡ଼ଜାମମଣି ଫାଣ୍ଡି ଅଧୀନ ଦାନ୍ତିଆମୁହା ଗ୍ରାମରେ। ମୃତକ ଜଣକ ହେଉଛନ୍ତି ସ୍ୱର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରିଷ ଚନ୍ଦ୍ର ମହାନାୟକ। ଖବରରୁ ପ୍ରକାଶ କି ରବିବାର ଦାନ୍ତିଆମୁହା ସାପ୍ତାହିକ ହାଟ ଥିବାବେଳେ ହାଟରେ ଏକ ଜଳଖିଆ ଦୋକାନକୁ ଶିରିଷ ଯାଇଥିଲେ। ସେଠାରେ ଚ୍ୟାଲେଞ୍ଜରେ ଏକାସଙ୍ଗେ 4ଟି ଗୁଲୁଗୁଲା ଓ ଗୋଟିଏ ମାଲପୁଆକୁ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିବା ବେଳେ ତାହା ତଣ୍ଟିରେ ଲାଗି ଅଟକି ଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ଶିରିଷ ଗୁରୁତର ହୋଇପଡ଼ିଥିଲେ। ଫଳରେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ, ହେଲେ ପାଣି ଗୁଡ଼ାକ ନାକ ପଟୁ ବାହାରି ଆସିଥିବା ବେଳେ ଶିରିଷ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକ ଉଦ୍ଧାର କରି ବାରିପଦା ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ସେଠାରେ କାର୍ଯ୍ୟରତ ଡାକ୍ତର ଶିରିଷକୁ ମୃତ ଘୋଷଣା କରିଥିଲେ।